ପାଖରେ ଗୋଟିଏ କୁମ୍ଭୀର ଥିଲା। ତାକୁ ବହୁତ ଭୋକ ଲାଗୁଥିଲା। ଗୋଟିଏ ନଦୀ ପାଖରେ ଗୋଟେ ଜାମୁକୋଳି ଗଛ ଥିଲା। ସେଇ ଗଛଟାରେ ମାଙ୍କଡ଼ ଗୋଟିଏ ରହୁଥିଲା। ସେ ତାକୁ ମାଗିଲା, ମାଙ୍କଡ଼ ଭାଇ ତୁ ମୋତେ ଗୋଟିଏ ଜାମୁକୋଳି ଦେଲା। ଆମେ ଏଥର ସାଙ୍ଗ ହେଇଗଲୁ। ତାପରେ ସେ ତା ସ୍ତ୍ରୀ ପାଇଁ ଜାମୁକୋଳି କିଛି ନେଇଗଲା। ସେ ତାକୁ ଦେଲା ତା ସ୍ତ୍ରୀକୁ। ତା ସ୍ତ୍ରୀ କହିଲା, ତ ମାଙ୍କଡ଼ର କଲଜା ମୋତେ ଆଣିକି ଦିଅ। କୁମ୍ଭୀର କହିଲା, କେମିତି ଆଣିବେ? ସେ ତ ମୋ ଭଲ ସାଙ୍ଗ। ସେ ଗୋଟେ ଉପାୟ କହିକି ଆଣିଲା। ତା ସ୍ତ୍ରୀ କୁମ୍ଭୀର କହିଲା, ମାଙ୍କଡ଼ ଭାଇ ମୋ ସ୍ତ୍ରୀ ତୁମକୁ ଡାକିଛି, ଗୀତ ରାନ୍ଧିବି ମଟେଇଛି। ତାକୁ ବସେଇକି ତା ପିଠିରେ ସ୍ତ୍ରୀ ପାଖକୁ ନେଲା। ମଝି ରାସ୍ତାରେ ସେ ତାକୁ ସବୁ କଥା କହିଦେଲା। ସେ ମାଙ୍କଡ଼ କହିଲା, ସେ ତ ମୋତେ ନବ କହୁଛି, ମୁଁ ଉପାୟ ଗୋଟେ କଲା। ସେ କହିଲା କି ମୋ ଜାମୁ ଗଛରେ ମୋ କଲଜା ଅଛି। ସେ ସେଠି ଯାଇକି ପହଞ୍ଚେଇ ଦେଲା। ସେ ଯେମିତି ପହଞ୍ଚେଇ ସେ ଗଛ ପାଖକୁ ଡେଇଁଗଲା। ତା ମାଙ୍କଡ଼ କହିଲା, ମୂର୍ଖ କୁମ୍ଭୀର, ତୁ ମୋତେ ନେବାକୁ ଚାହୁଁଥିଲୁ, ନିଜେ ନାମ ନେ।